ଶିମିଳିପାଳ କୋର୍ ଅଞ୍ଚଳ ସଫ୍ଟ ଏନକ୍ଲୋଜରରେ ଦ୍ୱିତୀୟ ଶିକାର କଲା ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନତ୍। ଗତକାଲି ରାତିରେ ପୁଣି ଏକ ବାର୍ହା ଶିକାର କରି ବାଘୁଣୀ ଜିନତ୍ ଖାଇଛି ବୋଲି ସୂଚନା ଦେଇଛନ୍ତି ଆର୍ସିସିଏଫ୍। ପୂର୍ବରୁ ଗତ 8 ତାରିଖରେ ପ୍ରଥମ ଦିନରେ ନିଜ ପାଇଁ ନିଜେ ଶିକାର କରିଥିଲା ଜିନତ୍। ବାଘୁଣୀ ଏବେ କୋର୍ ଅଞ୍ଚଳକୁ ଯିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦିନେ 2 ଦିନ ମଧ୍ୟରେ ପିସିସିଏଫ୍କୁ ଅନୁମତି ନେଇ ଶିମିଳିପାଳ କୋର୍ ଅଞ୍ଚଳରେ ତାକୁ ଛଡ଼ାଯିବ। ପୂର୍ବରୁ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଏବେ ଦକ୍ଷିଣ ଶିମିଳିପାଳରେ ନିଜ କ୍ଷେତ୍ର ପ୍ରସ୍ତୁତ କରିବାରେ ବ୍ୟସ୍ତ। ଆଗକୁ ଜିନତ୍କୁ ଉତ୍ତର ଶିମିଳିପାଳ କୋର୍ ଅଞ୍ଚଳରେ ଛଡ଼ାଯିବ ବୋଲି ସେ କହିଛନ୍ତି। हमारा प्रथम दिन गोटे बारा को खाइला एबे आज द्वितीय बारा को मारला एटा आज पूरा खाईदेव तापरे आमे आउथरे काली हमारा वेटनरियन आउथरे देखिबे जदि सुस्थ हला आमे शीघ्र हमारा पीसीएफ परमिशन की छाड़ी आउथरे काली आमे तारा स्वास्थ्य अवस्था आउथरे चेक कर उत्तर कोर रे ही छाड़ा हबो तो आगु दक्षिण में छाड़ले एबे उत्तर रे छाड़िबे से ही जगह रे हमारा चाला रेंज भितर ही उत्तर कोर्रे पड़ुची से आम देखू मुख्य पानी पीछ नहीं गाधोची कि नहीं और वॉकिंग केमती करुची और तार फिजिकल अपीयरेंस सब ठीक अच्छे वेटनरी देखला आम डिसाइड